ବିଦ୍ୟୁତ ଶକ୍ତି ବୈଦ୍ୟୁତିକ ଶକ୍ତି ଅଛି ବୋଲି ତାହେଲେ ସେଇ ବିଦ୍ୟୁତ ଟା ଯୋଉ ସେଇ କରେଣ୍ଟ ଟା ଯୋଉ ଅଛି ସିଏ କଣ ପରମାତ୍ମା? ଆମେ ସେମିତି ଭାଇବା କୋଉଠି କରେଣ୍ଟ ଅଛି? କରେଣ୍ଟ ଟା ଯୋଉଠି କରେଣ୍ଟ ଟାକୁ ତ ଆଉ ଦେଖି ପାରୁନାହାନ୍ତି, ଦେଖିପାରୁନେ ନା ଆମେ କେହି। ବଲ୍ବ ଟା ଯେତେବେଳେ ଜଳୁଛି ସେତେବେଳେ ଆମେ ଜାଣୁଛନ୍ତି। ହଁ ସେତେବେଳେ ବଲ୍ବ ଟା କଣ ସାକାର ମୂର୍ତ୍ତି। ଆଉ ସେଇ ଯୋଉ ମାନେ କରେଣ୍ଟ ଯୋଉ ଅଛି ଯେଟା ଶକ୍ତି ଯୋଟାକୁ ଆମେ କହୁଛେ ସେଇଟା ହଉଛି ତା ମାନେ ପରମାତ୍ମା ନା କଣ? ମତେ ଟିକେ ସେଇଟା ଶୁଣୁ, ଯୋଉ ପ୍ରକାଶ ବଲ୍ବ ରେ ପ୍ରକାଶ ହଉଛି ସେଇଟା ଆଜ୍ଞା ହଉଛି ଇନ୍ଦ୍ରିୟ ହେଲା, ଇନ୍ଦ୍ରିୟ ଆଜ୍ଞା ଇନ୍ଦ୍ରିୟ। ଆଉ ଯୋଉଟା ଆଜ୍ଞା କରେଣ୍ଟ ଟା ସେଇଟା ହଉଛନ୍ତି ଆତ୍ମା। ଆମ ଦେହ ଭିତରେ ଯୋଉ ଚକ୍ଷୁ, ଆଜ୍ଞା ମୁଖ, ନାସା, କର୍ଣ୍ଣ, ଜିହ୍ବା, ଚର୍ମ ଯୋଉ ପାଞ୍ଚଟା ରହିଲେ ଏଇ ଆଜ୍ଞା ପାଞ୍ଚଟାକୁ କୁହାଯାଏ ଇନ୍ଦ୍ରିୟ। ଏଇ ହଁ ଇନ୍ଦ୍ରିୟକୁ ଯିଏ ଚାଳନା କରୁଛି ହେଲେ କି ସେଇ ହଉଛନ୍ତି ଆତ୍ମା। କାହିଁକି ନା ଆତ୍ମାଙ୍କର ଅନ୍ୟ ଗୋଟେ ନାଁ ହଉଛି କେଶବ। ବୁଝିଲେ କେଶବ କି? ହଁ କେଶବ, ହଁ କେଶବ କଇଛବ। କେଶବ ଅର୍ଥ ହଉଛି ଯେ ଇନ୍ଦ୍ରିୟର ଚାଳକକୁ କୁହାଯାଏ କେଶବ। ଆଜ୍ଞା ବୁଝିଲେ, ଇନ୍ଦ୍ରିୟର ଚାଳକ ହେଲେ ଭଗବାନ ବା ଆତ୍ମା। ବୁଝିଲେ ନା, ଯେମିତି ଆମର ଯୋଉ ବଲ ର କର୍ତ୍ତା ହଉଛି କରେଣ୍ଟ ନା, କାହିଁକି ନା ଆଜ୍ଞା କରେଣ୍ଟ ଦ୍ଵାରା ହିଁ କେବଳ ବଲରେ ଆଲୋକ ଦଉଛି ସେ। ଠିକ ଆଜ୍ଞା ସେଇମିତି ଆତ୍ମାଙ୍କ ଦ୍ଵାରା ଆମର ଚକ୍ଷୁ, ମୁଖ, ନାସ, କର୍ମକୁ ଯଦି ଆମେ ବଲ କହିବା ହେଲା, ଆଜ୍ଞା ତେଣୁ ଆଜ୍ଞା ତାଙ୍କର ଆତ୍ମାଙ୍କର ଯୋଉ ଶକ୍ତି ଗୁଡିକ ସବୁ ଦେଖିବା, ଶୁଣିବା, ଶୁଙ୍ଗିବା, ଚାଖିବା, ଛୁଇଁବା ଏଗୁଡାକ ସବୁ ହଉଛନ୍ତି କଣ ନା ଆଲୋକ ଭଳିଆ ଇନ୍ଦ୍ରିୟ। ତେଣୁ ଇନ୍ଦ୍ରିୟକୁ ଯଦି ଆଲୋକ କହିବା ପରମାତ୍ମା ହଉଛନ୍ତି କରେଣ୍ଟ, ତୁଳନା କରିବା ପାଇଁ ଗଲେ। ତେଣୁ ଆତ୍ମା ହଉଛନ୍ତି ଇନ୍ଦ୍ରିୟର ଚାଳକ ଏବଂ ତାଙ୍କରି ଦ୍ୱାରା ହିଁ କେବଳ ଆମ ଶରୀର ପରିଚାଳିତ ହଉଛି। ଆଉ ସେଦିନ ତ ମତେ କହିଥିଲେ ବି ମାନେ ଯୋଉ ଆତ୍ମା ହଉଛି ମନର ଏକ ସୂକ୍ଷ୍ମ ଅବସ୍ଥା। ଆଚ୍ଛା, ଆଉ ଗୋଟେ ମନର କଥା ଶୁଣୁନୁ, ଆତ୍ମା ଆଜ୍ଞା ମନର ସୂକ୍ଷ୍ମ ଅବସ୍ଥା କହିଥିଲେ ବଢିଆ କଥା। ଏବେ ବର୍ତ୍ତମାନ ଦେଖେ, ମନ ହିଁ କେବଳ ଇନ୍ଦ୍ରିୟ ଦ୍ଵାରା ସବୁ କଥା ମନନ କରେ। ଗୋଟେ ଶବ୍ଦ ଆସିଲା ତୋ କାନରେ ବାଜିଲା, ମନ ଯଦି ସଂଯୋଗ ନହବ ତୁ କଣ ଶୁଣିପାରିବୁ? ନା। ଗୋଟେ ରୂପ ଆସିଲା, ଆଖି ଦେଖିଲା, ମନ ଯଦି ସଂଯୋଗ ନ ହୁଏ ତୁ କଣ ତାକୁ କଳ୍ପନା କରିପାରିବୁ? ତେଣୁ ମନ କଣ କରେ ନା ଇନ୍ଦ୍ରିୟ ମାନଙ୍କର ଚାଳକ, ଇନ୍ଦ୍ରିୟକୁ ଚାଳନା କରେ। ଆଉ ତେଣୁ ମନର ସୂକ୍ଷ୍ମ ଅବସ୍ଥା ଆତ୍ମା, ସିଏ ବି ସେଇ ଇନ୍ଦ୍ରିୟର ଚାଳକ। ମନ ଯିଏ, ଆତ୍ମା ସେଇ, ସୂକ୍ଷ୍ମ ରୂପରେ ହଉଛି ଆତ୍ମା, ସ୍ଥୂଳ ରୂପରେ ହଉଛି ମନ। ସ୍ଥୂଳ ରୂପ କେତେବେଳେ ହବ ନା ଯେତେବେଳେ ଇନ୍ଦ୍ରିୟ ମାନଙ୍କ ସାଙ୍ଗରେ ସେ ମିଶିବ। ଆଜ୍ଞା, ଆଉ ଗୋଟେ କଥା ପଚାରିବି ବାବା ଟିକେ, ଏଇ ଯୋଉ ଧର ଆମେ ଏତେ ଦେବା ଦେବୀ, କିଏ ଦୁର୍ଗାଙ୍କୁ ପୂଜା କରୁଛି, କିଏ କାଳୀକୁ ପୂଜା କରୁଛି, କିଏ ଗଣେଶ, କିଏ କାର୍ତ୍ତିକ, କିଏ ଶିବ, କିଏ ଆଗୁ ଆଉ ଏତେ ତ ଦେବାଦେବୀ, ତାଙ୍କର ଏତେ ବି ମନ୍ତ୍ର, ଏତେ ବି ମନ୍ତ୍ର, ବେଳେ ବେଳେ ମୁଁ କନଫ୍ୟୁଜନ ହେଇଯାଏ ଯେ ମୁଁ ମନେକର ଶକ୍ତି ପୂଜା କରୁଛି, ମୁଁ ଯେତେବେଳେ ଜଗନ୍ନାଥ ମନ୍ଦିର ଯାଉଛି ତାଙ୍କୁ କି ରୂପରେ ପୂଜା କରିବି? ଜଗନ୍ନାଥ ସ୍ୱାମୀ କହିବି ନା ସେଇ ଏଇ ହିଂ କ୍ଲିଂ ଚାମୁଣ୍ଡାଏ ବିଚେ କହିବି, ନା ଜୟ ଜଗନ୍ନାଥ ସ୍ୱାମୀ ନା କହିବି, ଶୁଣୁ ଗଣେଶ ଶୁଣୁ ମନ୍ଦିର ଗଲେ ଓಂ ଗଣନା ଗଣପତି ହେଟା କହିବି, ମାନେ କହିସାରେ ଶୁଣୁ, ଆଜ୍ଞା ସବୁ ଯୋଉ ସର୍ବଦେବ ନମସ୍କାର କେଶବଂ ପ୍ରତି ଅଛି, ତୁ ଯୋଉ ଚାମୁଣ୍ଡାଇ ନମ କହୁଛୁ, ନମ ଗଣେଶାଇ କହିବେ କି ନମ ଶିବାୟ ଯୋଉ ମନ୍ତ୍ର କଥା କହ, ସେଗୁଡାକ ସବୁ ଗୋଟିଏ ଗୋଟିଏ ସାକାର ମନ୍ତ୍ର। ଆଜ୍ଞା ବୁଝିପାରୁଛୁ ନା, ଆଉ ତୁ ଦେବୀଙ୍କି ପୂଜା, ତୁ ଯାଇ ତୋ ବାପାଙ୍କୁ ଯେତେବେଳେ ଜୁହାର ହଉ, ତୁ କହିବୁ ନା ମା ଜୁହାରେ, କହିପାରିବୁ କି? ନା ତୋ ତମ ସେଟା ତୋର ପରା ଆମର ସାକାର ରୂପଟା ବାବା। ପଇସାରେ ଶୁଣୁ, ତୁ ଝିଅ ବେଳେ ତୁ ଯେତେବେଳେ ତୋ ବାପାଙ୍କୁ ଜୁହାରଟେ ହବୁ, ତୋ ମା କୁ ତୁ ବେଶୀ ଭକ୍ତି କରୁଛୁ, ବାପାଙ୍କୁ ଯେତେବେଳେ ଜୁହାର ହବୁ ତୁ କହିବୁ ନା ମା ଜୁହାରେ, କହିବୁ ନା ବାପା ଜୁହାରେ। ଆଉ ମାଆଙ୍କ ଭକ୍ତି ତୋ ମନ ଭିତରେ ଥିବ, ଯୋଉଠି ଯୋଉ ପରିସ୍ଥିତି ଦେଖିବୁ ସେଇ ପରିସ୍ଥିତି ଦେଖିକି ତମେ ଯିବ, ଯୋଉ ଜାଗାରେ ଯୋଉ ପରିସ୍ଥିତି ଥିବ। ଆଉ ଜଗନ୍ନାଥ ମନ୍ଦିରରେ କେମିତି କହିବୁ ଚାମୁଣ୍ଡାଇ ବିଜେ? ହଁ ତ ସେଇଟା ତ ଟିକେ ମତେ ବୁଝେଇ ଦିଅନ୍ତୁ ଭଲକି ନା ଟିକେ। ବୁଝେଇଦେଲେ ଏଇଆ ବା, ଯୋଉ ଜଗନ୍ନାଥ ମନ୍ଦିର ଯାଇ ଜଗନ୍ନାଥ ସ୍ୱାମୀ ବୋଲି ତତେ କହିବା ପାଇଁ ପଡିବ, ଆଉ ସ୍ୱାମୀ କି ଆଜ୍ଞା ମା ବୋଲି କେମିତି କହିବୁ? କଣ ଯେ ବୁଝିପାରୁଛୁ ସେଇ ନା? ମୋ କଥା ଟିକେ ଶୁଣୁ, ଶୁଣି ସାରେ ମୁଁ କହୁଛି। ହଁ କୁହନ୍ତୁ। ମୁଁ ଗୋଟେ ଗାଁରେ ଯାଇ ପହଞ୍ଚିଲି, ସେ ଗାଁରେ ଭାଗବତ ଗାଦି ଅଛି, ସେ ଭାଗବତ ଗାଦି ଅଛି, ସେଠି ଭାଗବତ ପଢା ହଉଛି, ଲୋକମାନେ ସେଠି ବସିଛନ୍ତି, ଜଣେ ବ୍ରାହ୍ମଣ ଆସି ପହଞ୍ଚିଲା
ପହଞ୍ଚିକି ହାତ ଟେକି ଟେକି ହେଲା ଓଂ ମା ଏହା କହିଦେଇକି ଆସିକି ପହଞ୍ଚିଲା। ଯେମିତି ପହଞ୍ଚିଲା ମୁଁ ତାକୁ ଆସନ ଖଣ୍ଡେ ଦେଲି, ବସିଲା। କହିଲି ଆରେ ଏଠି ଭାଗବତ ପଢା ହଉଛି, ସନ୍ନ୍ୟାସୀ ବସିଛନ୍ତି, ପ୍ରଭୁଙ୍କର ନାମ ହଉଛି, ଏଠି ମା କିଏ? କହିଲା ମୁଁ ବା ମାଆକୁ ବେଶୀ ଭଲ ପାଏ। ମୁଁ ହଁ ତୁ ମାଆକୁ ବେଶୀ ଭଲ ପାଉ କିଛି ମନା ନାହିଁ, ଆଉ ତୁ ଯେତେବେଳେ ବାପାଙ୍କ ପାଖରେ ପହଞ୍ଚିବୁ କହିବୁ ନା ମା ଜୁହାରେ, ବାପାଙ୍କୁ ବାପା ଜୁହାରେ କହିବୁ ନା। ଆଉ ମା ଭକ୍ତି ତୋର ଅଲଗା ଥାଇପାରେ ଅନ୍ତର ଭିତରେ, କିନ୍ତୁ ବାପାଙ୍କୁ ବାପା ଜୁହାରେ କହିବୁ ନା। ଆଉ ସେ ସେଇଦିନ ଠାରୁ ଓಂ ନମୋ ଭଗବତେ ବାସୁଦେବାୟ ମତେ କହେ। ତେଣୁ ସେଇଭଳି ପ୍ରକାର ତୁ ଯୋଉ କହିଛୁ ଓಂ କଣ ଚାମୁଣ୍ଡେ କଣ କହିଲୁ ମୋର ଖିଆଲ ପଡୁନି, ସେଇ ଯୋଉ ମନ୍ତ୍ର କହିଲୁ ସେ ମନ୍ତ୍ରଟା ତୁ ମାଆଙ୍କ ପାଖରେ କହିବୁ, କିନ୍ତୁ ଜଗନ୍ନାଥଙ୍କ ପାଖରେ ଯାଇକି କହିବୁ ଜଗନ୍ନାଥ ସ୍ୱାମୀ ନା। ଆଉ ଯୋଉ ଠାକୁରଙ୍କ ପାଖକୁ ଯିବୁ ସେଇ ଠାକୁରଙ୍କ ନାଁ ଉଚ୍ଚାରଣ କରି ସେଇ ଠାକୁରଙ୍କୁ ଜୁହାର ହେଲେ ତାଙ୍କ ଠାରୁ ଆଶୀର୍ବାଦ ପାଇବୁ। ବୁଝିଲା? ଆଉ ଯଦି ତୁ ସବୁ ଦେବତାଙ୍କୁ ଗୋଟିଏ ଭାବିବୁ ତାହେଲେ ଆଜ୍ଞା। ସଦ୍ଗୁରୁଙ୍କୁ ଧରିବୁ। ସଦ୍ଗୁରୁ ଯୋଉ ପ୍ରଣବ ତତ୍ତ୍ୱ ଦେବେ ସେ ତାର ଦ୍ୱାରା ହିଁ କେବଳ ସବୁ ଦେବତାଙ୍କୁ ପୂଜା କରିଦେଇ ପାରିବୁ। ଆଉ ଗୋଟେ ଉଦାହରଣ ଦଉଛି ଶୁଣ, ତୁ ଆଜ୍ଞା ଗୋଟେ ଆଜ୍ଞା ଉଦାହରଣ ତୁ ଶୁଣି ସାରେ ଜାଣିପାରିବୁ। ଜଣେ ଆଜ୍ଞା ବୁଢା ବ୍ରାହ୍ମଣ ଥିଲେ ଆଜ୍ଞା ହେଲା, ତାଙ୍କ ଗାଁରେ ମୁଁ ଗୋଟେ ଆଶ୍ରମ ଥିଲା, ସେ ଆଶ୍ରମରେ ମୁଁ ଥିଲି। ସେଇ ଯୋଉ ବୁଢା ବ୍ରାହ୍ମଣ ସିଏ କଣ କଲେ, ତାଙ୍କର ଦିନେ ଛୁତିକ ହେଲା। ହୁଁ ଯେମିତି ଛୁତିକ ହେଲା ମତେ ସେଇଠି କହିଲା ବାବା ଆଉ ଆସ ଆମ ଘରେ ଠାକୁର ପୂଜା କରିଦବ। ମୁଁ କହିଲି ହଁ ମୁଁ ପୂଜା କରିଦେବି। ଗଲା ବେଳକୁ 10 ଫୁଟ ଲମ୍ବାର ଗୋଟେ ଖଟୁଲି, ସେଥିରେ ପ୍ରାୟ କେତେ ଦେବତା ଅଛନ୍ତି ଠିକ୍ ନାହିଁ। ସିଏ ପୂଜା କରେ ସକାଳୁ 10ଟା 12ଟା ପର୍ଯ୍ୟନ୍ତ ପୂଜା କରେ। ମତେ ତ ଏତେ ଟାଇମ ନାହିଁ, ମୁଁ ସବୁ ଠାକୁରଙ୍କ ଠାରୁ ଫୁଲ ଗୋଟେ ଗୋଟେ କାଢିଦେଲି, ଚନ୍ଦନ ଟିପା ଟିପି ମାରିଦେନି, ଗୋଟିଏ ଥାଳିଆରେ ଭୋଗ ଟିକେ ଥୋଇଦେନି, ବୁଲେଇ ଦେଇକି ପାଣିରେ ତାଳି ଟିକେ ମାରିଦେନି, ପଳେଇ ଆସିନି। ସେଇଠୁ ମତେ ସିଏ ପଚାରିଲା, କହିଲା ବାବା ଲକ୍ଷ୍ମୀ କି କୋଉ ମନ୍ତ୍ରରେ ପୂଜା କଲ? ମୁଁ କହିଲି ଗୁରୁ ମନ୍ତ୍ରରେ। ସେଇଠୁ ଶିବଙ୍କୁ କୋଉ ମନ୍ତ୍ରରେ? ଗୁରୁ ମନ୍ତ୍ରରେ। ବିଷ୍ଣୁଙ୍କୁ କୋଉ ଶାଳଗ୍ରାମକୁ କୋଉ ମନ୍ତ୍ରରେ? ନା ଗୁରୁ ମନ୍ତ୍ରରେ। କହିଲେ ଆପଣ କଣ ସମିତିକୁ ଗୁରୁ ମନ୍ତ୍ର କଲେ? ମୁଁ କହିଲି ଆପଣ ଜାଣିନାହାନ୍ତି କି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ। ତେଣୁ ଗୁରୁ ଯଦି ପରମ ବ୍ରହ୍ମ ହେଲେ ଗୁରୁଙ୍କ ମନ୍ତ୍ରରେ 33 ଗୁଣରେ ଯାହାକୁ ପୂଜା କରିବୁ ସିଏ ପାଇବେ। ଆଉ ତେଣୁ ଏଠି ଭେଦ ଦୃଷ୍ଟି କିଛି ନାହିଁ। ସେଇଭଳି ତୁ ଯଦି ସବୁ ଦେବତାଙ୍କୁ ଚାହୁଁଛୁ ଭକ୍ତି କରିବା ପାଇଁ, ଗୁରୁ ମନ୍ତ୍ର ଧଇଲେ ତୋର ସବୁ ଦେବତା ପାଇଯିବେ। ଆଉ ଯଦି ସବୁ ଦେବତାଙ୍କୁ ନ ଚାହୁଁଛୁ, ସେଇ ଚାମୁଣ୍ଡାଇ ବିଚେ ତୋର କହୁଥା ସେ ଚାମୁଣ୍ଡା ତୋତେ ମୁକ୍ତି ଦଉ ବା ଯାହା ଦଉ, ଅନ୍ୟ ଠାକୁରଙ୍କୁ ଆଉ ଯିବୁନୁ, ପୂଜା କରିବୁନୁ, ଜଗନ୍ନାଥ ପୁରୀ କି ଯିବୁନୁ, ଦୁର୍ଗା ମନ୍ଦିରକୁ ମୁଁ ଯିବୁନି। ଯାଉ ନା ବାବା, ସେଇ କଥାଟା ନୁହେଁ। କହ ମୁଁ ଯାଉନି, ସମସ୍ତଙ୍କୁ ମୁଁ ବିଶ୍ୱାସ କରେ ଯେ ଯଦି ଶୁଣ ମା ଆପଣଙ୍କଠୁ ମୁଁ ଜାଣିବାକୁ ଚାହୁଁଛି। ଆମେ ତ ସମସ୍ତେ ତ କହୁଛନ୍ତି ନା ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ନା, ସେ ହଁ ସତ୍ ଚିତ୍ ଆନନ୍ଦ ସବୁବେଳେ। ହଁ ଯିଏ ସତ୍ ଚିତ୍ ଆନନ୍ଦ, ତାଙ୍କୁ ମାନେ ତାଙ୍କ ପାଖରେ ମାନେ ଦୁଃଖ ନାହିଁ, ହଁ ଶୋକ ନାହିଁ, ହଁ ସେ ସବୁବେଳେ ଆନନ୍ଦ, ତାଙ୍କୁ ପାଇଲେ ସବୁବେଳେ ଆନନ୍ଦ। ହଁ ସେଇଟା ଯୋଉ ଆମେ ଯୋଉ ଯାଉଛେ ତାଙ୍କ ପାଖକୁ ଯିବା ପାଇଁ ତ ସମସ୍ତେ ଧାଇଁଛନ୍ତି, ଆଉ ଯେ ଯଦି ସେଇଟା ଗୋଟେ ମାର୍ଗ ହଁ ସମସ୍ତଙ୍କର। ଶୁଣି ସାରେ ଯଦି ସଚିତାନନ୍ଦ କଥା ତୁ ଚିନ୍ତା କରୁଛୁ, ତାହେଲେ ଏଇ ଚାମୁଣ୍ଡାଇ ଫାମୁଣ୍ଡାଇ ସବୁ ଛାଡିଦେ। ସେଗୁଡାକ ସବୁ ଆଜ୍ଞା ହଉଛନ୍ତି କଣ ନା ସାକାର ମୂର୍ତ୍ତି, ସେଗୁଡାକ ତଳ ସ୍ତରର କଥା। ସଚିଦାନନ୍ଦ ବିଗ୍ରହ ହଉଛି ତୋର ଆତ୍ମା। ତେଣୁ ତୁ ଆତ୍ମାକୁ ଯଦି ଜାଣିବୁ, ତାହେଲେ ଗୁରୁଙ୍କୁ ଗୁରୁ ସେବା କରିକିରି ଆତ୍ମଚିନ୍ତନ କର। ଏଇଗୁଡା ସବୁ ଛାଡିଦେ। ଆତ୍ମଚିନ୍ତନ ଏବେ ଉଦାହରଣ ଦେଲି, ଆତ୍ମା ଚିନ୍ତନ କଲେ ତୁ ସବୁ ଦେବତାଙ୍କୁ ସନ୍ତୁଷ୍ଟ ହେବେ, ସବୁ ଦେବତାଙ୍କୁ ପୂଜା କରିପାରିବୁ, ସବୁ ଦେବତାଙ୍କୁ ଭକ୍ତି କରିପାରିବୁ। ଆଉ ଏଇ ଯୋଉ ପାକ୍ଷପାତିକ ଆଲୋଚନା ହେଇଯିବ, ଧର ତୁ ଚାମୁଣ୍ଡାକୁ ପୂଜା କଲୁ, ଅନ୍ୟ ଠାକୁର ପାଖକୁ ଗଲାବେଳକୁ ମନ ଭିତରେ ବିକାର ଆସୁଛି। ତେଣୁ ଆତ୍ମାକୁ ପୂଜା କଲେ କୋଉ ଠାକୁରଙ୍କ ପାଖରେ ବିକାର ନାହିଁ। ସବୁ ଠାକୁରଙ୍କ ପାଖରେ ଯିବୁ, ପୂଜା କରିପାରିବୁ, ସମସ୍ତଙ୍କୁ ସଚ୍ଚିଦାନନ୍ଦ ବିଗ୍ରହକୁ ତୁ ପାଇବୁ। ସେଇଟା ହିଁ ହଉଛି ଗୋଟିଏ ମାର୍ଗ। କିନ୍ତୁ ସେଇଟା ହଉଛି କଣ ଶେଷ ମାର୍ଗ। ଶେଷ ମାର୍ଗକୁ ଯଦି ଧରିବୁ, ତାହେଲେ ଏଗୁଡା କିଛି ଦରକାର ନାହିଁ। ସେଇଟା ବି ମୁଁ ଜାଣିବାକୁ ଟିକେ ଚାହୁଁଥିଲି ଯେ, ଆଉ ଇଏ ହଉଛି ଆତ୍ମା ଯୋଉ କହନ୍ତି, ଆତ୍ମା ଯାଇକି ପରମାତ୍ମାରେ ମିଶିଗଲେ। ହଁ ପରମାତ୍ମା କିଏ? ଆତ୍ମା ତ କହୁଛନ୍ତି ଆତ୍ମା, ଆଉ ପରମାତ୍ମା କଣ? ନା ଯିଏ ଆତ୍ମା ସେଇ ପରମାତ୍ମା। ବୁଝିପାରୁଛୁ ନା? ମୁଁ ଆଜ୍ଞା। କହିଦଉଛି ଶୁଣୁ, କେମିତି ଯିଏ ଆତ୍ମା ସେଇ ପରମାତ୍ମା ମୁଁ ବୁଝେଇ ଦଉଛି। ତୁ ମନେକର ଅଙ୍ଗନବାଡିରେ ଚାକିରି କରୁଛୁ ହେଲା, ହୁଁ ହୁଁ ପିଲାମାନେ ତତେ କହିବେ ଦିଦି। ହୁଁ ଆଚ୍ଛା, ତୋ ଘରେ ଆସିକି ପହଞ୍ଚିଲେ ତୋ ପୁଅ ଝିଅ କହିବେ ମା। ତେଣୁ ହୁଁ ଦିଦି ମା ଗୋଟେ ଲୋକ ନା ଅଲଗା ଲୋକ? ଗୋଟିଏ ଲୋକ। କର୍ମ ହୁଁ ନେଇକି ଭିନ୍ନ ନାମ। ସେମିତି ହୁଁ ଆତ୍ମା ଦି ଭାଗରେ ବିଭକ୍ତ, ଜୀବାତ୍ମା ପରମାତ୍ମା କର୍ମ ନେଇକି। ବୁଝିଲୁ କି? ହୁଁ ଯେତେବେଳେ ହୁଁ ସଗୁଣ ମାର୍ଗକୁ ଆସିବ ସିଏ ହଉଛି ଜୀବାତ୍ମା, ନିର୍ଗୁଣ ମାର୍ଗକୁ ଗଲେ ପରମାତ୍ମା। ଆତ୍ମା ଦି ପ୍ରକାରର, ସେ କର୍ମ ନେଇକି ତାଙ୍କର ଭିନ୍ନ ଭିନ୍ନ ନାମ, କିନ୍ତୁ ଗୋଟିଏ ଲୋକ, ସେ ଗୋଟିଏ ସତ୍ତା, ଗୋଟିଏ ଜିନିଷ, ଭିନ୍ନ ହୁଁ ନାହିଁ ହୁଁ। କିଛି। ମୁଁ କିନ୍ତୁ ବାବା ଗାୟତ୍ରୀ ମନ୍ତ୍ର ହିଁ ଜପ କରୁଛି। ତୁ ବା ଏଣେ ଚାମୁଣ୍ଡା କହୁଥିଲୁ।
ନା ନା ମୁଁ କହୁଥିଲି ଉଦାହରଣ ଦେଇକି ସମୟ ତୁ ଗାୟତ୍ରୀ କି ପୂଜା କରୁଛୁ, ଗାୟତ୍ରୀ ଗୁରୁ ଧରିକି ଗାୟତ୍ରୀ ଜପ କର। ବୁଝିଲୁ କି? ଆଜ୍ଞା ଗାୟତ୍ରାସ୍ତୁ ପରମନାସ୍ତି ଶୋଧନଂ ପାପ କର୍ମଣାମ୍ ମହାବାହୁତି ସଂଯୁକ୍ତଂ ପ୍ରଣବେନ ଚ ସଂଜପେତ୍। ଗାୟତ୍ରୀ ଠାରୁ ଆଉ ହିନ୍ଦୁ ଶାସ୍ତ୍ରରେ ବଡ ମନ୍ତ୍ର ନାହିଁ ଯିଏ ଜୀବର ସମସ୍ତ ପାପକୁ ଖଣ୍ଡନ କରିଦବ। ତେଣୁ ସେଇଟା ଆପଣ ଦେବେ ମତେ, ମୁଁ ଗଲେ ମତେ ଆଉ ଥରେ ସବୁ କହିବେ ଦେବେ। ସବୁ ଦେଇଦେମି ତତେ, ତୁ ଚିନ୍ତା କରନା। ତୁ ଏଠିକି ଆସିକି ଆଗେ ଗୁରୁ ଦୀକ୍ଷା ନେ, ତତେ ଗାୟତ୍ରୀ ଫାୟତ୍ରୀ ସବୁ ଶିଖି ଯଦି ତୁ ଚାହୁଁଛୁ। ହଁ ମୁଁ ବା ବିଶମ୍ବର ବା ଚାହୁଁଛି କିଏ ନବା ପାଇଁ ନେଇଯାଉ, ସେ କେହି ନଉନାହାନ୍ତି ବୋଲି ମୁଁ ଦଉନି। ସେଇଟା ପରେ ମୁଁ ଦେଖୁଛି ଠାକୁରଙ୍କର ଗୋଟେ ଏମିତି ପରୀକ୍ଷା ଭଳିଆ, ଆମେ ବାହାରିଥିଲୁ ଯିବା ପାଇଁ, ହଁ। ୟାଙ୍କର ହଠାତ୍ ଏତେ ଦେହ ଖରାପ ହେଇଗଲା, ମେଡିକାଲ ରେ ପଡିଗଲେ ପୁରା। ଓହୋ। ପରେ ମୁଁ ସେଇଟା ଭାବିଲି, ମୁଁ କହିଲି ପ୍ରଭୁ କି ଲୀଳା ଲଗେଇ ଦେଲ ତୁମେ। ହୁଁ। ହଉ ଯାହା ହଉଛି ତୁମରି ଇଚ୍ଛାରେ ହଉଛି। ହଁ ସେ ଗୋଟେ ପରୀକ୍ଷା ହେଇଗଲା ଆଉ। ହଁ ତାଙ୍କର କେବେ ଦେହ ପା ଖରାପ ହେଇନି, ଏତେ ଆକ୍ଟିଭ ଲୋକ, ଏମିତି ଏକାଥରେ ମେଡିକାଲ ପଡିଗଲେ। ଆଉ ଟିକେ ସେଟା ଟିକେ ଭଲ ଲାଗିଲାନି ଟିକେ, ମାନେ ମୁଁ କହିଲି ହଉ ହଁ ମୁଁ ଦେଖିବା କିନ୍ତୁ ମନ ଦୁଃଖ କରେନି ପ୍ରଭୁ, ମୁଁ ଭାବେ ସବୁ ଯାହା ହଉଛି ତାଙ୍କରି ଇଚ୍ଛାରେ ହିଁ ହଉଛି, ପ୍ରଭୁଙ୍କର ଆଉ ଯାହା ଆଶୀର୍ବାଦ ହେଲେ ହଉଥିବ ଆସିବୁ। ଯାହା ବି ହବ ଭଲ ହିଁ ହବ। ହଉ। ଆଉ ଏତେ ଦିନ ମାନେ ଗୋଟେ ଏତିକି ଗୋଟେ ଖୁସି ଲାଗୁଛି, ମତେ ଲାଗୁଥିଲା ସବୁବେଳେ ଯେମିତି ଆମରି ମାନେ ମୁଁ ସବୁ ବହୁତ ଦେଖେ ସମସ୍ତଙ୍କୁ, ହଁ ମାନେ ହଉ ମା, ଆମରି ମୁଁ ଭାଷାରେ। ଟିକେ ଗାଡିରେ ଅଛି ତ, ପୁଣି ହଉ ଆଜ୍ଞା ଆଜ୍ଞା କଥାବାର୍ତ୍ତା ଆଜ୍ଞା ହବା। ଆଜ୍ଞା।